हाय फ्रेंड्स नमस्कार स्वागत करुच्ची मोर आउ एक न्यू ब्लॉग को। तो बर्तमान आपण मान तो थंबनेल देखि निहाती भाबे जानि सारथिबे ब्लॉगटा कोन। तो जमार भी लेट करिवानी। तो मु तो बहुत भलो अछि फ्रेंड्स, आशा करछि आपण माने बहुत भलो थिबे। तो आपण माने सब बेले भलो रहंतु सुस्थ रहंतु आउ जमार भी लेट करिवानी। आज रो ब्लॉग स्टार्ट करिवा। तो बर्तमान देखि परते सकाळ सकाळ प्राण दी जण बाहरी पड़छु कहीं आपण तो जानी माने पूर्व ब्लॉग रे मु छाड़ी लिजा को माने बहुत सारा थंडा आ नाकर ब्लड पड़ूला से जाऊँगी। तो तांकर थंडा कौन पाई है तो टेस्ट करना ना कौन। तो आ जमार भी लेट करवानी। तो सेठू आसिले मु ड्यूटी बाहरी। तो से जल्दी जल्दी आम चलू पाथोलॉजी। तो पाथोलॉजी आसला पर तो रिपोर्ट बाहरला पर तो जाना कौन है लिजांकर। बर्तमान जाऊँ ब्लड दवाई खाइछ ना कौन खाइना तो गुड सब टेस्ट करते गले अखिया जान। तो फाइनाली एवं आसिक पाथोलॉजी पहुँची भीतर को जा लिजा पूरा डरिकी छानिया कहीं देहर पूरा छुंची फोड़ी ब्लड ने तो से छानिया जा कौन भर तो मामू हराड़ी हो ना हाँ फैन मिलना आज हाँ मिलला हिमोग्लोबिन चेक कर दो गोटे सिरिंज सिरिंज फुल बस बसी जाओ जा बढ़िया सरला कौन। तो बर्तमान आम दुई जन आसिक घरे पहुँचीगलु कहीं बिटू सहित खेलुचु रही था रही था। तो बर्तमान तो आम मार्केट रू आसलु। तो बर्तमान देखी पारे बो ये शाग काटुंट शाग हम बोली लिजा देह जेहेतु भल ना तो बो भी कम हेल्प कर दे। तो आसिक मु घरे पहुँची गली। तो फाइनल रिपोर्ट लिजांकर माने कौन आछि। तो लिजा को तो जानी थे बर्तमान 3-4 दिन हम थंडा पूरा टोटाल छाड़ुनी से माने ता नाकर भी रक्त बाहर तो से बोले कौन पाए छाड़ुनी। तो कहीकि मुझे जाइए टेस्ट पाई। तो टेस्ट रिपोर्ट ए बाहरी सारी। तो लिजा पाखे जा भितर से कौन कर। तो बर्तमान देखो लिजा पूरा घड़ी घड़ी शो पड़ते जेहेतु मैंने सी तो जानते के खुशी बासी मैंने पिला। तो एबे बर्तमान से पूरा मूड ऑफ रे अच्छे कहीं देह जेहेतु भल ना। तो फाइनल रिपोर्ट आसी। तो लिजा रिपोर्ट रे कौन बाहर। तो लिजा पूरा डरिक पूरा छानिया तो जानी थे। तो आज तो सकाଳେ मुझे नहीं जाइली पाथोलॉजी की। तो तांकर पूरा सिरिंज पूरा ब्लड पूरा नहीं जाइछन्ति। तो पूरा छानिया हो जाइए घर लोक भी फोन करते। तो लिजा भी से कथा कहले जेहेतु सान झील गेला झील तो से घर लोग भी बहुत मन दुख कले कहीं सिरिंज ब्लड जेहेतु टाणी।
ଖାଇସାରିଲଣି ସବୁ? हाँ হ্যাঁ ଦେହଟା ଭଲ ଲାଗୁନି ମେଡ଼ିସିନ ଖାଇଛ ନା? ଖାଇଛ ମେଡ଼ିସିନ? हाँ ତ ବୋଉ ବି ଆଜି ସକାଳୁ ତାଙ୍କୁ ପୁରା ହେଲ୍ପ କରିଥିଲେ ରୋଷେଇରେ। ଯାହା ହଉ ଏବେ ମୋତେ ବି ବହୁତ ଭୋକ ହେଲାଣି କାହିଁକିନା ସମସ୍ତେ ଖାଇସାରିଲେଣି ଲେଟ୍ ବି ବହୁତ ଓଭର ଟାଇମ୍ ହେଇଗଲାଣି। ତ ବାକି ଖାଇକି ଆସିଲେ ରିପୋର୍ଟରେ କ'ଣ ବାହାରିଛି ତ ଦେଖିବା। ତ ବର୍ତ୍ତମାନ ମୁଁ ରେଡ଼ି ହେଇସାରିଛି ତ ଡ୍ରେସ୍ ବି ଚେଞ୍ଜ କରିସାରିଛି ଡ୍ୟୁଟି ଯିବି। ବର୍ତ୍ତମାନ ଫାଷ୍ଟ ଖାଇ ନେବା। ତ ଲିଜାଙ୍କ ଦେହ ଯେହେତୁ ଭଲ ନାହିଁ ତ ଘରେ କାହାର ମାନେ ମନଟା ବି ଭଲ ନାହିଁ କାହିଁକିନା ନାକରୁ ଯେହେତୁ ବ୍ଲଡ଼ ବାହାରୁଛି ତ ସେଥିପାଇଁ ସମସ୍ତେ ଟେନସନ୍ ନେଇଛନ୍ତି। ତ ଲିଜାଙ୍କ ଘର ଲୋକ ବି ଟେନସନ୍ ନେଇଛନ୍ତି। ଲିଜା ତ ଫୋନ୍ କରିକି କହିଦେଇଛନ୍ତି। ଆଉ ତାପରେ ଏବେ କ'ଣ କରିବା ତ ଏବେ ଯିବା ବୋଉଙ୍କ ପାଖକୁ। ତ ବୋଉର ଫେଭରେଟ୍ ଜିନିଷ ବି ଆସିଛି। ତ ବର୍ତ୍ତମାନ ବୋଉ ବି ମୋ ଅପେକ୍ଷାରେ ଅଛି। ଆଉ ବୋଉର ଫେଭରେଟ୍ ଜିନିଷ ଆସିଗଲା। ବୋଉ ତା ଭିତରେ ଦହିବରା ଅଛି ଖାଇବୁ? ଦହିବରା ନା ପିଆଜି? ପିଆଜି ପିଆଜି ତ ଫେଭରେଟ୍ ଜିନିଷ। ମାଲପା କ'ଣଟା ଏଟା? ମାଲପା ମୁଁ କହିଲି ଖାଇବା ଆମର ବଢ଼ା ସରିଲାଣି ତ ଖାଲି ଭାତ ବୋଉ ଦେଇଦେଲେ ଖାଇଦେବି ଆଉ। ତ ଫାଇନାଲି ବର୍ତ୍ତମାନ କ'ଣ ମାନେ ରିପୋର୍ଟରେ ବାହାରିଛି ତ ଲିଜାଙ୍କର ତ ଏବେ ଦେଖିବା। ତ ଫାଷ୍ଟ ଲିଜାଙ୍କ ପାଖକୁ ଟିକେ ଯିବା ତ ତାଙ୍କୁ ଟିକେ ଡରେଇବା। ବୋଉ ଯିବା। ତ ଏପଟେ ମୋ ବୋଉ ଆସିଗଲେଣି। ତ ବର୍ତ୍ତମାନ ମାନେ ଲିଜାଙ୍କର କ'ଣ ବାହାରିଛି ତ ଏବେ ଦେଖିବା। ତ ଦେଖିପାରୁଥିବେ ଏପଟେ ଆମର ଲିଜା ପୁରା ଘୋଡ଼ି ଘାଡ଼ି ଶୋଇ ପଡ଼ୁଛନ୍ତି। ତ ଏପର୍ଯ୍ୟନ୍ତ ଉଠି ନାହାନ୍ତି। ବୋଉ ମାନେ ତା ଶାଶୁ ମା ଆସିକି ତାଙ୍କ ପାଖରେ ପହଞ୍ଚିଗଲେଣି। ବୋଉ ଯେଉଁ ବ୍ଲଡ଼ ଦେଇଥିଲେ ନା ଟେଷ୍ଟ ପାଇଁ ଯେଉଁ ନାକରୁ ଯେଉଁ ବ୍ଲଡ଼ ବାହାରିଥିଲା ସେଥିପାଇଁ ରିପୋର୍ଟ ଆସିଯାଇଛି। କଣ ବାହାରିଲା? ହଁ କଣ ବାହାରିଛି? କ'ଣ ବାହାରିଛି? କ'ଣ ବାହାରିଥିବ ବୋଲି ତୁ ଅନୁମାନ କରୁଛୁ? ରିପୋର୍ଟ ବାହାରିଛି ଆଉ ମୋ କହୁନୁ ମୁଁ ଯଦି ଡକ୍ଟର ହେଇଥାନ୍ତି ଆଉ ମୁଁ କାହିଁ ତାକୁ ପଠଉଥିଲି କି ଯା ଟେଷ୍ଟ କରିକି ଆସିବୁ ନା କ'ଣ? ଟେଷ୍ଟ ରିପୋର୍ଟ ଯାହା ବାହାରିଥିବ ନା ଆଉ। ତା ପଚାରିନି ତା ଦେହଟା ଭଲ ଲାଗିଲାନି ନା ଲାଗିନି ମେଡ଼ିସିନ ଦେଇଥିଲି। ତ ବର୍ତ୍ତମାନ ଲିଜାଙ୍କ ରିପୋର୍ଟରେ କ'ଣ ବାହାରିଛି ତ ଏବେ ଲିଜାଙ୍କୁ କହିଦେବା ନା କ'ଣ ବୋଉ? ତା ଦେହଟା ଭଲ ଲାଗୁନି ନା କ'ଣ ବୋଉ? ଦେଖ କିନ୍ତୁ ମୁଣ୍ଡରେ ହାତ ମାରିଦିଏ। ଭଲ ଲାଗୁନି ଭଲ ଲାଗୁଛି ଭଲ ଲାଗୁଛି। କ'ଣ ରିପୋର୍ଟ ବାହାରିଛି ମତେ ତାକୁ ବୋଉ ଦିଟା କୁରକୁରି ଦେଇଦଉନୁ ତାର ଦେହଟା ଭଲ ହେଇଯିବ। ରିପୋର୍ଟ କ'ଣ ବାହାରିଛି କହ? ରିପୋର୍ଟ ବାହାରିଛି ଲିଜାଙ୍କର ତ ଥଣ୍ଡା ପୁରା ଏକ୍ସେସ୍ ହେଇନାହିଁ ହେଲା। ତାପରେ ଆମର ଯେଉଁ ହିମୋଗ୍ଲୋବିନ୍ ଯେଉଁ ଦିଆହେଇଥିଲା ସେଟା ଟିକେ ଲ ହେଇନାହିଁ। ତ ଯେଉଁଟା ନର୍ମାଲ୍ ହେବା କଥା ମାନେ ଦେଖ ଲେଡ଼ିଜ୍ ମାନଙ୍କର କେତେ ହେବା କଥା ହିମୋଗ୍ଲୋବିନ୍ ମାନେ 11ରୁ 16 ଭିତରେ ହେବା କଥା ହେଲା। ତମର 11.9 ଅଛି ବୁଝିହେଲା। ତ ମାନେ ନର୍ମାଲ୍ ଅଛି ମାନେ ଠିକ୍ ଅଛି। ଆଉ ତାପରେ ତମ ବ୍ଲଡ଼ ସୁଗାର ବି ମୁଁ ଦେଇଥିଲି। ତ ଫାଷ୍ଟିଂ ବ୍ଲଡ଼ ସୁଗାର 70ରୁ 110 ଭିତରେ ନର୍ମାଲ୍। ତମର 120 ହେଇନାହିଁ ହେଲା। ମାନେ 87.3 ଅଛି। ତାମାନେ ଲିଜାଙ୍କର ମାନେ ସବୁ ନର୍ମାଲ୍ ଅଛି। କୌଣସି ପ୍ରକାର କିଛି ଅସୁବିଧା ହେଇନି। ମୋତେ ବୋଉ ଲାଗୁଛି କ'ଣ ପାଇଁ ନାକରୁ ବ୍ଲଡ଼ ବାହାରିଲା ତୁ ଟିକେ କହନି? ବେଶୀ ଥଣ୍ଡା ହେଲେ ବାହାରେ। ବେଶୀ ଥଣ୍ଡା ହେଲେ ନହେଲେ ଶୀତ ଦିନର ଟିକେ ବାହାରି ପଡୁଛି। ଥଣ୍ଡା ପା ନର୍ମାଲ୍ ଅଛି। ଧରିଥିଲା ବା ସେତେବେଳେ ବାହାରିଛୁ। ଧରିଥିଲା ଏ ମେଡ଼ିସିନ ଦେଇଦେଲେ ବୋଧେ କମିଗଲା ନା କ'ଣ? ଥଣ୍ଡାଟା ସବୁବେଳେ କ'ଣ ରହିବ? ଏବେ ଶୁଁ ଶୁଁ ଅଧିକା ହଉଛି କି? ନାକରୁ ପାଣି ବାହାରୁଛି? କଫ କିଛି ହଉନି? ତାହେଲେ ସୁସ୍ଥ ପୁରା ଅଛ। ଖାଲି ଶୀତ ଟିକେ ଲାଗୁଛି ତମକୁ ନା କ'ଣ? କମଳ ପୁରା ଘୋଡ଼ି ହେଇ ପଡୁଛ ଆଉ। ଥଣ୍ଡା ହେଲେ ଛାଡ଼ିଯାଏ। ଥଣ୍ଡା ଜୋର ହେଇଗଲେ ବ୍ଲଡ଼ ବାହାରିବ। ତ ତାଙ୍କ ଶାଶୁ ମା ଆଜି ବହୁତ ହେଲ୍ପ କରୁଛନ୍ତି ରୋଷେଇରେ। କିଛି ରାନ୍ଧି ନାହିଁ, ବୋଉ ସବୁ ରାନ୍ଧିଛନ୍ତି। ବୋଉ ରୋଷେଇ କରୁଛନ୍ତି। ଦେଖ ମୋ ବୋଉ କେତେ ସବୁ ତମ କାମ କରିଦେଇଛି ବୁଝିହେଲା। ତ ଆଜି ଲିଜାଙ୍କ ଯେହେତୁ ଦେହ ଭଲ ନାହିଁ ତମ ବୋଉ କେତେ କାମ କରିଛି ଆଜି। ଆଉ ଏମିତି ମାନେ ଶାଶୁମାନେ କଲେ ତ ବୋଉମାନେ ପୁରା ଝିଙ୍ଗା ଲାଲା ଆଉ ନା କ'ଣ? ଦେହ ଖରାପ ଥିଲା କଲେ ଆଉ। ଦିନ ଅଧେ କ'ଣ ହୁଏ ହେଲା। ତାପରେ ଆମ ଲିଜା ହେଲା ହସିଲା କେଲା ପିଲା। ତ ତାଙ୍କ ଦେହ ମାନେ ଭଲ ନାହିଁ ବୋଲି ଆମ ଘରେ କାହାର ମାନେ ମନଟା ଭଲ ଲାଗୁନି। କାହିଁକିନା ସିଏ ସମସ୍ତଙ୍କୁ ଗୋଟିଏ ଲୋକ ହସାଉଛନ୍ତି ଆମ ଫ୍ୟାମିଲି ସାରାକୁ। ଆଉ ସେଥିପାଇଁ ସମସ୍ତଙ୍କ ମନ ଦୁଃଖ। ଆଉ ମୋର ବି ମନ ଦୁଃଖ। ମୋ ମନ ଦୁଃଖ କ'ଣ ହେଲେ ମୋ ମୁହଁରେ ବି ସବୁବେଳେ ହସ। ତ ସେଥିପାଇଁ ମୁଁ ବି ଯେମିତି ମିସିଂ ମୋ ବୋଉ ସେମିତି ମିସିଂ ଆଉ ଲିଜା ବି ସେମିତି ମିସିଂ। ସବୁ ଆମ ଘରେ ବଢ଼ିଆ ମିସିଂ ସବୁ ପଡ଼ୁଛନ୍ତି।
ଆଉ ମୋ ଭାଉଜ ବି ଆସିଛନ୍ତି, ସିଏ ବି ସେଇଭଳିଆ ମିସିଂ ହେଲେ ଟିକେ ଲାଜ ଆଉ ନା କଣ ବୋଉ? ତ ଠିକ୍ ଅଛି, ଏବେ ଡ୍ୟୁଟି ଯିବା। ତ ରିପୋର୍ଟରେ କ'ଣ ବାହାରିଲା ତ ମୁଁ କହିଦେଲି। ତ ଲିଜାଙ୍କର ଓଭରାଲ୍ ପୁରା ନର୍ମାଲ୍ ଅଛି, ତ କୌଣସି ପ୍ରକାର ଟେନସନ୍ ନେବନି ହେଲା। ତ ଲିଜା ଆଜି ପୁରା ଦିନ ଯାକ ବହୁତ ଟେନସନ୍ରେ ରହିଛନ୍ତି। ଆଉ ତାଙ୍କ ଘରକୁ ବି ଫୋନ୍ କରିକି କହିଲେ ତା ବୋଉଙ୍କୁ, ବୋଉ ମୁଁ ସିରିଞ୍ଜ ଆଜି ରକ୍ତ ଦେଇକି ଆସିଛି, ମୋର କ'ଣ ହେବ କ'ଣ ନାହିଁ। ହେଲେ କୌଣସି ପ୍ରକାର କିଛି ନାହିଁ। ତମେ ପୁରା ଯେଉଁ ଘର ଲୋକ, ତମ ଘର ଲୋକ ଏଇନା ୱେଟ୍ କରି ରହିଥିବେ କ'ଣ ବାହାରିଲା କ'ଣ ନାହିଁ ଟିକେ କହିଦେବ ହେଲା, ନର୍ମାଲ୍ ବୋଲି। ସେ ପୁରା ବହୁତ ଡରୁଥିବେ। ତମେ ଗେଲି ଝିଅ ନା, ସେଥିପାଇଁ ତା ଜଣେଇଦବ। ଜଣେଇଦେବ। ଆଉ ବୋଉ କ'ଣ ଖାଇଲି ନା ମାଲପୁଆ? ଭଲ ଲାଗିଲା? ହଉ, ତ ଏବେ ମୁଁ ଯିବି। ବାପା ଖାଇଲା। ବାପା ଖାଇଲା? ଲିଜା ବି ଟିକେ ଖାଇଦିଅ, ତମର ତ ସୁଗାର ନର୍ମାଲ୍ ଅଛି। ଯାଅ। ସେ ଡାଇବେଟିସ୍ ନା ସେ ଯୋଉ ତ ଏବେ ଯିବା, ଆଉ ଜମାରୁ ଲେଟ୍ କରିବାନି। ଡାଇବେଟିସ୍ ମାନେ କାହାକୁ କହୁଛନ୍ତି ଜାଣିପାରୁଛନ୍ତି ନା? ମୋ ବାପାଙ୍କର ଟିକେ ସୁଗାର ଏବେ ଅଧିକା ହେଇଯାଇଛି। ତ ସୁଗାର 160 ନା କେତେ ଥିଲା ବାପାଙ୍କର, ତ ଏବେ ନର୍ମାଲ୍ ଅଛି। ମେଡ଼ିସିନ୍ ଖାଇବା ଦ୍ୱାରା କମିଛି। ପ୍ରେସର୍ ବି ତା ଦ୍ୱାରା ହାଇ ହେଇଥିଲା। ଆସିଥିଲା। ହଁ, ପ୍ରେସର୍ ବି ତା ଦ୍ୱାରା ହାଇ ହେଇଥିଲା, ତ ସେଟା ବି ନର୍ମାଲ୍ ଏବେ ଅଛି। ତ ହେଇକି ବାପାଙ୍କର ବର୍ତ୍ତମାନ 120 ଖଣ୍ଡେ ପ୍ରେସର୍ ଅଛି। ତ ଯାହା ବି ହଉ ଏବେ ଠିକ୍ ଠାକ୍ ଅଛି ମେଡ଼ିସିନ୍ ଖାଇଦେବାରୁ। ବେଶୀ ଦବୁନି ମିଠା ବାପାଙ୍କୁ, କାହିଁକିନା ମୁଁ ଘରେ ରହୁନି, ଜଗିବା ଲୋକ ତ। ହଉ, ମୁଁ ଏବେ ଆସିଲି। ମୁଁ ଡ୍ୟୁଟି ଆସିଲି, ତମେ ତମର କ'ଣ କରୁଥିବ ଶାଶୁ ବୋଉ। ମୁଁ ବହୁତ ହେଲ୍ପ କରୁଛି, ଆଉ ମୁଁ ଆଉ କ'ଣ କରିବି। ଡ୍ୟୁଟି ଆସିଲି, ଟାଟା। ତ ବର୍ତ୍ତମାନ ସକାଳୁ ସକାଳୁ ଉଠି ସାରିଲିଣି। ତ ଦେଖନ୍ତୁ ସକାଳର ଭ୍ୟୁ କେତେ ସୁନ୍ଦର। ତ ପୁରା ବର୍ଷା ପୁରା ମାନେ ଉଠେଇକି ରହିଛି। ତ ସେଥିପାଇଁ ଦେଖନ୍ତୁ ତ ପାଗ କେମିତି କରିଛି। ତ ରାତିର ବୋଧେ ଲାଗୁଛି ବର୍ଷା ହେଇଛି ଟିକେ ଟିକେ, କାହିଁକିନା ରାସ୍ତା ଓଦା ହେଇଯାଇଛି। ପୁରା ଥଣ୍ଡା ବହୁତ ଜୋରସେ ହେଇଯାଇଛି ଆଜି। ପୁରା ମାନେ କାଲି ରାତିରୁ ଲିଜା ବହୁତ ଖୁସି ଅଛନ୍ତି, କାହିଁକିନା ବୋଉ ତାଙ୍କୁ କହିଦେଇଛନ୍ତି ଯେ ତ ଦେହ ଭଲ ଲାଗୁନି, ଆଉ ଯାହା ଟିକେ ଘରେ ବୁଲି ଆସିବ। ସେ ପୁରା ବହୁତ ଖୁସି ଅଛନ୍ତି। ତ ଦେଖିବା ଏପଟେ କ'ଣ ସବୁ କରୁଛନ୍ତି। ତ ଏପଟେ ଦେଖିପାରୁଥିବେ 2 ଜଣ ମିଶିକି ରୋଷେଇ କରୁଛନ୍ତି। ଏ ରୋଷେଇ କରୁଛ, ଉପରେ କ'ଣ ଧୂଆଁ ବାହାରୁଛି ଏ କଢ଼ାରୁ? କିଛି ବସିଲେ ଧୂଆଁ ବାହାରିବ। ଧୂଆଁ ବାହାରୁଛି? କ'ଣ ରୋଷେଇ କରୁଛ, ତମ ଧୂଆଁ ବାହାର କରିଦଉଛ? ବିନା ଧୂଆଁରେ ଟିକେ ରୋଷେଇ କରୁନ। ବନ୍ଦ କରିଦବ, କଞ୍ଚା ଖାଇଦେଇଦବ। ଆଚ୍ଛା, ତା ଧୂଆଁ ହେଲେ ସିଝିବ ନା କ'ଣ? ହଉ, ବୋଉ ନାହାନ୍ତି? ପୁଅକୁ ନେଇ ଫେରାର। ଆଚ୍ଛା, ପୁଅ ତ ସକାଳୁ ଉଠିଲେ ଖାଲି ବୁଲିବ ଆଉ, ସେ କାନ୍ଦୁଥିବ ଆଉ, ଖାଲି କହ ସେପଟକୁ ନେଇ ଚାଲ। ତ ବର୍ତ୍ତମାନ ଦେଖିପାରୁଥିବେ ଆମର ସକାଳୁ ସକାଳୁ ସବୁ କ'ଣ ଖାଇବା ମାନେ ରେଡ଼ି ହେଉଛି। ଆମ ସକାଳର ବ୍ରେକଫାଷ୍ଟ। ଏପଟେ ରୁଟି ହେଉଛି, ଏପଟେ ରୁଟି ବେଲା ହେଉଛି, ତ ସେପଟେ ରୁଟି ହେଉଛି ଆଉ ଭଜା ବସିଛି। ତମ ଦେହ କ'ଣ ଏକାଥରେ କ'ଣ ଠିକ୍ ହେଇଗଲା ଘରକୁ କଥା ମାନେ ଯିବା କଥା ଶୁଣିକି? ଘରକୁ ଯିବା କଥା ଶୁଣିଲେ ହଁ, ମାନେ ଯେତେ ବେମାର ଥିବ ଦେହଟା ଭଲ ଲାଗିବ। ହଁ ନା, ମେଡ଼ିସିନ ଦେଇଥିଲେ ବୋଲି ଖାଇ ଦେଇକି ପୁରା ଫିଟ୍ ହେଇଯାଇଛ। ମେଡିସିନ ତ ଗୋଟେ ପ୍ରକାର, ତାପରେ ଏନର୍ଜିଟା ଆସିଯିବ, ହଁ ଘରକୁ ଯିବା ଭଲ ହେଇଯିବ। ହଁ ନା, ଠିକ୍ ଅଛି। ତ ଲିଜା ପୁରା ବହୁତ ଖୁସି ଅଛନ୍ତି ନୂଆ ବର୍ଷରେ ତାଙ୍କ ଘରକୁ ଯିବେ ବୁଲିବା ପାଇଁ। ମାନେ ନୂଆ ବର୍ଷ ପୂର୍ବରୁ ବଡ଼ ଦିନରେ କେତେ ଶୁଭ ଦିନରେ ଯାଉଛ ବୁଲିବା ପାଇଁ। ହଁ, ତମେ ରୋଷେଇ କର, ମୁଁ ସେପଟେ ଯାଏ ଦେଖେ ବୋଉ କ'ଣ କରୁଛନ୍ତି।